ଘରର ସିଡ଼ି ବଦଳାଇ ପାରେ ଆପଣଙ୍କର ଭାଗ୍ୟ। ସିଡ଼ି ତଳେ ଏହି ଜିନିଷ ରଖୁଥିଲେ ହୋଇଯାନ୍ତୁ ସାବଧାନ, ନହେଲେ ରାତାରାତି ହୋଇଯିବେ କାଙ୍ଗାଳ। ବାସ୍ତୁ ନିୟମ ନ ମାନିଲେ ଘରେ ଦେଖାଦେବ ଶାନ୍ତି। ବାସ୍ତୁ ହେଉଛି ଏମିତି ଏକ ଜିନିଷ ଯିଏ ମଣିଷର ଭାଗ୍ୟ ବଦଳାଇ ଦିଏ। ଧନୀରୁ ଗରିବ କିମ୍ବା ଗରିବରୁ କୋଟିପତି ହେବା ପଛରେ ବି ରହିଛି ବାସ୍ତୁ ବିଚାରର ସଂଯୋଗ। ବାସ୍ତୁ ଭୁଲ ରହିଲେ ବିଗାଡ଼ି ଦିଏ ସବୁକିଛି। ତେଣୁ ଘର ତିଆରି କରିବା ଏବଂ କେଉଁ ଜିନିଷ କେଉଁ ସ୍ଥାନରେ ରହିଲେ ଶୁଭ ତାହା ମଧ୍ୟ ବାସ୍ତୁ ସୂଚାଇ ଦିଏ। ଯଦି ଆପଣ କିଛି ଜିନିଷ ଭୁଲ ଜାଗାରେ ରଖୁଛନ୍ତି ଆପଣଙ୍କର ବି ସର୍ବନାଶ ହୋଇପାରେ। ଦର୍ଶକ ବନ୍ଧୁ, ଆପଣମାନେ ଯେତେବେଳେ ଘରଟିଏ ନିର୍ମାଣ କରୁଛନ୍ତି ସେତେବେଳେ ବାସ୍ତୁ ନିୟମ ମାନି ଘର କରୁଛନ୍ତି, କିନ୍ତୁ ଘରଟି ଶେଷ ହେବା ପରେ ମନ ଇଚ୍ଛା ଏଣେ ତେଣେ ଜିନିଷ ରଖୁଛନ୍ତି, ଯାହା ଆପଣଙ୍କୁ କାଙ୍ଗାଳ କରୁଛି। ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ଏମିତି ଏକ ବାସ୍ତୁ ସମ୍ବନ୍ଧୀୟ ବିଷୟରେ କହିବୁ ଯାହା ଆପଣଙ୍କ ଭାଗ୍ୟକୁ ଚମକାଇ ଦେବ। ଘରର ସୁଖ ଶାନ୍ତିକୁ ନଷ୍ଟ କରୁଥିବା ଅଦୃଶ୍ୟ କାରଣ ପଛରେ ରହିଛି ବାସ୍ତୁର ନିୟମ। ଘର ତିଆରି କରିବା ସମୟରେ ଆମେ ପ୍ରତ୍ୟେକ ସ୍ଥାନକୁ ଉପଯୋଗ କରିବାକୁ ଚେଷ୍ଟା କରୁ। ବିଶେଷ କରି ସିଡ଼ି ତଳର ଖାଲି ସ୍ଥାନକୁ ଷ୍ଟୋର ରୁମ୍, ଜିନିଷ ରଖିବା ଜାଗା କିମ୍ବା ଅନ୍ୟ କାମରେ ବ୍ୟବହାର କରିଥାଉ। କିନ୍ତୁ ଏହି ସୁବିଧାର ଚେଷ୍ଟାରେ ଆମେ ଅନେକ ସମୟରେ ବାସ୍ତୁଶାସ୍ତ୍ରର ମୂଳ ନୀତିଗୁଡ଼ିକୁ ଅଣଦେଖା କରିଥାଉ। ବାସ୍ତୁ ଅନୁସାରେ ସିଡ଼ି ତଳର ସ୍ଥାନରେ ଭୁଲ ଜିନିଷ ରଖିବା ଘରର ସକାରାତ୍ମକ ଶକ୍ତିକୁ ବାଧା ଦିଏ। ଏହା ଧୀରେ ଧୀରେ ଆର୍ଥିକ ସମସ୍ୟା, ମନରେ କ୍ଲେଶ ଏବଂ ପାରିବାରିକ ଅଶାନ୍ତିର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ସିଡ଼ି ତଳେ କେଉଁ ଜିନିଷ ରଖିବାକୁ ବାସ୍ତୁଶାସ୍ତ୍ରରେ ଅଶୁଭ ବୋଲି କୁହାଯାଏ। ବିଦ୍ୟୁତ ସାମଗ୍ରୀ। ଅନେକ ଘରରେ ପୁରୁଣା ତାର, ଭଙ୍ଗା ଚାର୍ଜର, ପୋଡ଼ି ଯାଇଥିବା ବଲ୍ କିମ୍ବା କାମ ନ କରୁଥିବା ଇଲେକ୍ଟ୍ରୋନିକ ସାମଗ୍ରୀକୁ ସିଡ଼ି ତଳେ ରଖାଯାଏ। ବାସ୍ତୁ ଅନୁସାରେ ଏହି ସମସ୍ତ ଜିନିଷ ଅଗ୍ନି ଓ ଶକ୍ତିର ପ୍ରତୀକ। ଏଗୁଡ଼ିକ ଯଦି ଜୀର୍ଣ୍ଣ ଅବସ୍ଥାରେ ଏଠାରେ ପଡ଼ି ରହେ ତେବେ ଘରେ ଅନାବଶ୍ୟକ ଖର୍ଚ୍ଚ, ହଠାତ୍ ଦୁର୍ଘଟଣା ଏବଂ ଅଶାନ୍ତି ବଢ଼ିଯାଏ। ସେହିପରି ଝାଡ଼ୁ ଓ ପୋଛା। ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ମନାଯାଏ, କିନ୍ତୁ ତାହାର ସଠିକ ସ୍ଥାନ ଅତ୍ୟନ୍ତ ଜରୁରୀ। ସିଡ଼ି ତଳେ ଝାଡ଼ୁ କିମ୍ବା ପୋଛା ରଖିବାକୁ ବାସ୍ତୁରେ ଅଶୁଭ ମନାଯାଏ। ଏହା ଘରର ଧନ ଆଗମନରେ ବାଧା ସୃଷ୍ଟି କରେ ଏବଂ ଆର୍ଥିକ ସଙ୍କଟକୁ ଆମନ୍ତ୍ରଣ କରେ। ସେହିପରି ଫଟା ପୋଷାକ। ପୁରୁଣା ଶୀତକାଳୀନ ପୋଷାକ, ଛିଣ୍ଡି ଯାଇଥିବା ବିଛଣା, କାମରେ ଆସୁନଥିବା କପଡ଼ାକୁ ଅନେକ ସିଡ଼ି ତଳେ ରଖିଦେଇଥାନ୍ତି। ବାସ୍ତୁ ଅନୁସାରେ ଏପରି ଜିନିଷ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରେ। ଏହା ଘରେ ଆଳସ୍ୟ, ଦୁଃଖ ଓ ନିରାଶର ପରିବେଶ ସୃଷ୍ଟି କରିଥାଏ। ଏହାର ପ୍ରଭାବ ପରିବାର ଛୋଟ ସଦସ୍ୟଙ୍କ ପଢ଼ାଶୁଣା ଓ କ୍ୟାରିୟର ଉପରେ ମଧ୍ୟ ପଡ଼ିପାରେ। ଏହାଛଡ଼ା ପୂର୍ବପୁରୁଷଙ୍କ ଫଟୋ। କିଛି ଲୋକ ସିଡ଼ି ତଳର ସ୍ଥାନକୁ ସଜାଇବା ପାଇଁ ପୂର୍ବପୁରୁଷଙ୍କ ଫଟୋ ରଖନ୍ତି, କିନ୍ତୁ ବାସ୍ତୁଶାସ୍ତ୍ରରେ ଏହାକୁ ଗୁରୁତର ଭାବେ ଦେଖାଯାଏ। ସିଡ଼ି ଚଢ଼ିବା କିମ୍ବା ତଳକୁ ଓହ୍ଲାଇବା ସମୟରେ ଆମ ପାଦର ଚାପ ସେହି ସ୍ଥାନ ଉପରେ ପଡ଼େ, ଯାହାକୁ ପୂର୍ବପୁରୁଷଙ୍କ ପ୍ରତି ଅସମ୍ମାନ ଭାବେ ମନାଯାଏ। ଏହା ପରିବାରରେ ସୁଖ ଶାନ୍ତି କମାଇ ଦେଇପାରେ ଏବଂ ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଆଣିପାରେ। ସେହିପରି ଜିମ୍ ଉପକରଣ। ସିଡ଼ି ତଳେ ଡମ୍ବଲ, ଟ୍ରେଡମିଲ୍ କିମ୍ବା ଭାରୀ ଜିମ୍ ସାମଗ୍ରୀ ରଖିବା ମଧ୍ୟ ବାସ୍ତୁ ଅନୁସାରେ ଉଚିତ ନୁହେଁ। ଶାରୀରିକ ବ୍ୟାୟାମ ପାଇଁ ଖୋଲା ଏବଂ ସକାରାତ୍ମକ ପରିବେଶ ଦରକାର। ସିଡ଼ି ତଳର ସଂକୀର୍ଣ୍ଣ ସ୍ଥାନରେ ସ୍ଥିର ଶକ୍ତି ଥାଏ, ଯାହା ଶରୀର ଓ ମନର ଉତ୍ସାହକୁ କମାଇ ଦିଏ। ତେବେ ସିଡ଼ି ତଳର ସ୍ଥାନକୁ ସବୁବେଳେ ସଫା, ହାଲୁକା ଓ ସଜାଇଥିବା ଅବସ୍ଥାରେ ରଖନ୍ତୁ। ଚାହିଁଲେ ସେଠାରେ ଛୋଟ ଛୋଟ ଗଛ, ହାଲୁକା ଡେକୋରେସନ କିମ୍ବା ଉପଯୋଗୀ ସାମଗ୍ରୀ ରଖିପାରିବେ, ଯାହା ଘରର ସକାରାତ୍ମକ ଶକ୍ତିକୁ ବଢ଼ାଇବ। ସିଡ଼ି ତଳର ଛୋଟ ସ୍ଥାନକୁ ଅଣଦେଖା କରନ୍ତୁ ନାହିଁ, କାରଣ ବାସ୍ତୁ ଅନୁସାରେ ଏହି ଛୋଟ ଭୁଲ ମଧ୍ୟ ଘରର ବଡ଼ ସମସ୍ୟାର କାରଣ ହୋଇପାରେ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।